3 ଦିନ ପରେ ରାଜ୍ୟରେ ବଢ଼ିବ ଶୀତ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ହେବେ ଫେନ୍ ଆପଣ ହିନ୍ଦୀ ଓଡ଼ିଆ ଆସିବେ ଆଜି 22 ଡିସେମ୍ବର ଚାହୁଁଛୁ ଜାଣିନେବା ଆଜିର ନ୍ୟୁଜ୍। ଆସନ୍ତା 24 ଘଣ୍ଟା ଯାଏଁ ଭିଜିବ ଉପକୂଳ ଓଡ଼ିଶା। କୋହଲା ପାଗ ସହ ଘନ କୁହୁଡ଼ି କରିବ ବଲବଲ। 6 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର। କାରଣ ବର୍ଷା କମିବା ପରେ ଆକ୍ତାମାକ୍ତା କରିବ ଘନ କୁହୁଡ଼ି। 23 ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କିନ୍ତୁ ଏହିସବୁ ଜିଲ୍ଲାରେ 50 ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ନୂଆ ବର୍ଷ ପର୍ଯ୍ୟନ୍ତ ମେଘୁଆ ପାଗ ରହିବା ସହ 3 ଦିନ ପରେ ରାଜ୍ୟରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ଦିନ ଏବଂ ରାତିର ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି। ବର୍ଷା ପାଗ ପାଇଁ ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା 4ରୁ 5 ଡିଗ୍ରୀ ପର୍ଯ୍ୟନ୍ତ କମିଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଗତ 2 ଦିନ ହେବ ରାଜ୍ୟର ଅସ୍ତବ୍ୟସ୍ତ କରିଛି ଲଗାଣ ବର୍ଷା। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଏଭଳି ବର୍ଷା ଆହୁରି 24 ଘଣ୍ଟା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଝାରସୁଗୁଡ଼ା ଜିଲ୍ଲାରେ ବିଶେଷ ବର୍ଷା ହେବ। ଆହୁରି 24 ଘଣ୍ଟା ଲାଗି ରହିବ ବର୍ଷା। ରବିବାରରୁ କମିବ ବର୍ଷାର ପରିମାଣ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ରେ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ଟପ୍ ନ୍ୟୁଜ୍ ଜାଣିପାରିବେ।